तो हेलो हाय नमस्कार सबसे पहले जय जगन्नाथ मु मनोज आपन पार्लर रेडगा तो गाइस मु एबे अछि राउरकेला रे तो सो एबे चलंतु जिबा आ गुटे राउरकेला रो विजिट एरिया को ठीक अछि लेट्स गो ताना होची मनवाटी तो लेट्स गो जिबा हनुमान को दर्शन करू लेट्स गो जिबा इस आजी मो सहित अछंदी छोटू भाई हाय हेलो। चलंतु आजी तांको सहित ट्रिप करिवा आउ राउरकेला रो विजिट करिया एन्जॉय करिया आजी रो ठीक अछि लेट्स गो चलंतु जिबा तो एबे आमे बाहर जाइछु सेक्टर 2 रु हम टीम को धरिकी ମୋ ସହିତ ଅଛନ୍ତି ଛୋଟୁ ଭାଇ let's go ଯିବା एन्जॉय करिया आजिरो दिनरे लेट्स गो। ଭାଇମାନେ ଦେଖିପାରୁଥିବେ ରାଉରକେଲାର ସୌନ୍ଦର୍ଯ୍ୟ ମାନେ ଚାରିଆଡେ ପେଣ୍ଟିଂ ଫେଣ୍ଟିଂ ହେଇଯାଇଛି ମାନେ ବର୍ଷା ହେଇଥିଲା ବର୍ଷା କମିଛି ବର୍ଷା କମିଲା ପରେ ଏଇ ସୌନ୍ଦର୍ଯ୍ୟ ହେଇଛି ଆଉ ପୁରା ମାନେ ଏଇ ଜାଗାରେ ହିଁ ପାଣି ଭର୍ତ୍ତି ତ ଚାଲନ୍ତୁ ଆଜି ଯିବା ଦେଖିବା ତ ଇଏ ଦେଖିପାରୁଥିବେ ଏଇ ଷ୍ଟାଚୁଟା କତିରେ ଇଏ ହଉଛି ରାଉରକେଲାର ମ୍ୟୁନିସିପାଲିଟି କର୍ପୋରେସନ ତା ସାଇଡ କୁ ଅଛି ତ ଆମେ ବି ଯିବୁ ଲେଫ୍ଟ କୁ ଆଉ ଟିକେ ଜଷ୍ଟ ଆଜ୍ଞା ପହଞ୍ଚିଯିବୁ। फाइनली हमें हनुमान वाटिका पाखो पूरा पहुंचले देखो तो ये हला से मंदिर तो आगो को टिके आगो को गले हनुमान वाटिका पड़ी जिवो तो लेट्स गो जिबा चलो देखियो ओके ए ऑल कर दियो तो गाइस फाइनली हमें हनुमान वाटिका पहुंची ଯାଇଛୁ ଏବେ ଇଏ ହଉଛି ତାର ଫ୍ରଣ୍ଟ ଗେଟ୍ ଆମେ ଏବେ ଏଣ୍ଟ୍ରି କରିବୁ ତ ଦେଖିବାକୁ ଚାରି ସାଇଡ୍ ଦୋକାନ ଅଛି ଇଏ ଅଛି ତ ଲେଟ୍ସ ଗो ଏଣ୍ଟ୍ରି କରିବା ଏବେ ଓ ହେଇ ଆଗରୁ ଅଛନ୍ତି ଛୋଟୁ ଭାଇ ସୋ ଫାଇନାଲି ମୁଁ ଏବେ ହନୁମାନ ବାଟିକା ଭିତରେ ଅଛି ଏଟା ରାଉରକେଲାରେ ଅଛି ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ତ ଭାଇ ଏରିଆଟା ମାନେ ଅଲଗା ପ୍ରକାର ଲାଗୁଛି ମହାପ୍ରଭୁ ପରଶୁରାମର ମନ୍ଦିର ମନ୍ଦିର ଆପଣଙ୍କୁ ସ୍ୱାଗତ ଏ ହେଉଛି ପରଶୁରାମଙ୍କ ମନ୍ଦିର ସେପଟେ ଆପଣ ଟିକେ ବାଟ ଆସିଲା ପରେ ରାଇଟ୍ ସାଇଡ୍ ପାଇଯିବେ ରାଧାକୃଷ୍ଣ ମନ୍ଦିର ଭାଇ ଜାଗାଟା ମାନେ ଅଲଗା ପ୍ରକାର ଅଛି ପୁରା ମାନେ ଜଙ୍ଗଲ ପୁରା ଇଏ ନେଚର ଓ ଭାଇ ଇଏ ହଉଛି ମା କାଳୀଙ୍କ ମନ୍ଦିର ତ ଫ୍ରଣ୍ଟ ରେ ଅଛନ୍ତି ହନୁମାନଙ୍କ ଷ୍ଟାଚୁ ବନାହେଇଛି ହନୁମାନଙ୍କ ମନ୍ଦିର ଇଏ ହଉଛି କୋଉ ମନ୍ଦିର ହଁ ହଁ ସମଲେଶ୍ୱରୀ ମନ୍ଦିର ସରି ହଁ ଦେଖିନଥିଲି ଏପଟେ ପାଇଯିବେ ଏଇଟା ଶିବ ମନ୍ଦିର ପାଇଯିବେ ଏପଟେ ଫ୍ରଣ୍ଟ ରେ ଅଛନ୍ତି ହନୁମାନ ଓ ହେଇ ଭାଇ ଜାଗାଟା ପୁରା ଅଲଗା ପ୍ରକାର ଲାଗୁଛି ପୁରା ଅଲଗା ପ୍ରକାର ପୁରା ଶାନ୍ତି ପୁରା ଇଏ ଏମିତି ମାନେ ଏ ଜାଗାଟା ପାଖାପାଖି ଭାଇ କେତେ ଇଏରେ ଥିବ এই জায়গাটা ହଁ জায়গাটা ହେଇଗଲା না ମୁଁ ନା ଜନ୍ମ ନା ହେଇନଥିଲି କେତେ ସେ କେତେ ଏରିଆ କଭର କରୁଥିବ ପାଖାପାଖି ଏଇଟା ହଁ ପାଖାପାଖି 30-40 एकड़ ଖଣ୍ଡେ ଅଛି ଏ ଜାଗାଟା ବାବା ଲୋ ପଛରେ ତାର ଆଉ ଗୋଟେ ବଡ କ୍ୟାମ୍ପସଟେ ଅଛି ନା ହଁ ସେ ସେଇଟା ବାକି ଅଛି ଏବେ କଣ ତ ଚାଲନ୍ତୁ ଏବେ ଫ୍ରଣ୍ଟରେ ଦେଖିପାରୁଥିବେ ଜୟ ହନୁମାନ ଆଜ୍ଞା ଏଠି ବି ରଥଯାତ୍ରା ବି ହୁଏ ତ ଏଠି ରଥ ବି ସେ ହେଇଛି ହୁଏ ଟାଣା ହୁଏ ସେଥିରେ ଦୁଇ ଦିନ ପରେ ହଁ ଦୁଇ ଦିନ ପରେ ଆସେ ରଥ। ଏଇଟା ବାବା ଦେଖିପାରୁଥିବେ ନଜାରା କେମିତି ଅଛି ପୁରା ଅଲଗା ପ୍ରକାର ତ ହନୁମାନଙ୍କ ଇଏରେ ସେପଟେ ଅଛି ମନ୍ଦିରର କୋଉ କୋଉ ମନ୍ଦିର ଅଛି ସେ ହେଲା ରାମଦେବ ବାବାଙ୍କ ମନ୍ଦିର ସେଇଟା ଏଇଟା ଅଛି ରାମଦେବ ବାବାଙ୍କ ମନ୍ଦିର ଇଏ ହେଲା ହୋମ ପିଣ୍ଡ ଯଜ୍ଞ ପିଣ୍ଡ ସେପଟେ କଣ ମାନେ ଇଏ ଅନ୍ନ ଦିଆ ହଉଛି ସାୟଦ ଇଏ ହେଲା ଆଶ୍ରୟସ୍ଥଳୀ ଯୋଉଟା ଦେଖିପାରୁଥିବେ ସମସ୍ତଙ୍କ ଲୋକଙ୍କ ପାଇଁ ଆଉ ଭାଇ ଏତେ ବଡ ଏ ପାଖାପାଖି କେତେ ଫୁଟ ର ହବ ହଁ ଲେଖା ହେଇଥିବ ଲେଖା ହେଇଥିବ ଚାଲନ୍ତୁ ଦେଖିବା ପଢିବା ଭାଇ ଏଇଟା ଏବେ ବନା ହେଇଛି ଫେବୃଆରୀ 1994 ରେ ଆଉ ସିନ୍ ଟା ଦେଖିପାରୁଥିବେ କେମିତି କଣ ଓ ହେଇ ମୁଁ ଅଛି ତଳରେ ଭାଇ ଅଲଗା ପ୍ରକାର ସିନ୍ ଅଛି ଭାଇ ଏମିତି ଲାଗୁଛି ଆମେ ହନୁମାନଙ୍କ ମାନେ ଇଏରେ ମାନେ ଚିଟି ସହ ସମାନ ମାନେ ଇଏ ସହ ସମାନ ପୁରା ଇଏରେ ଆଉ ଏଠି ବି ଦେଖିବେ ତାଙ୍କ ଆଉ ଗୋଟେ ନୋଟିସ କଲି ମୁଁ ତାଙ୍କ ଲାଙ୍ଗୁଡରେ ଦେଖିପାରୁଥିବେ ନା ଲେଖା ହେଇଛି 75 ଫୁଟ କୋଉଠି ଲେଖା ହେଇଛି କୋଉଠି ଲେଖା ହେଇଛି ତ ଦେଖିପାରୁଥିବେ ନଜାରା କେମିତି ଚାଲ ଗୋଟେ ଗୋଟେ ମନ୍ଦିର ବୁଲିବା ଯିବା ମନ୍ଦିର ତ ଫାର୍ଷ୍ଟ ଆମେ ଏଣ୍ଟ୍ରି କରିବୁ ହନୁମାନଙ୍କ ମନ୍ଦିର ଆମେ ଏଣ୍ଟ୍ରି କଲୁ ହନୁମାନଙ୍କ ମନ୍ଦିରକୁ ଯୋଉଟା ମାନେ ହନୁମାନ ବାଟିକା ଭିତରେ ମେନ୍ ମନ୍ଦିର ଅଛି ହନୁମାନଙ୍କର ତ ଏଇଟା ହେଲା ହନୁମାନ ମନ୍ଦିର ତ ଭଗବାନ ସେଠି
ଏଣ୍ଟ୍ରି କରାହବ ହେଲେ ଏବେ ତ ଏଣ୍ଟ୍ରି ବନ୍ଦ ଅଛି। ବନ୍ଦ କରିଦେଇଛନ୍ତି ମନ୍ଦିର ବୋଧେ, ସାର୍ ଏଠି କାମ ଚାଲିଛି ତ ସେଥିପାଇଁ ବନ୍ଦ କରିଦିଆଯାଇଛି। ସିଧା ପାଦ ଦେଇକିନା ଯିବ ଭିତରକୁ। ତ ଆମ ଭାଗ୍ୟରେ ନଥିଲା ଭାଇ। ତ କିଛି ନୁହଁ, ଚାଲ ସାମ୍ନା ଆଡେ ବୁଲିଦବା ଆଉ। ସାମ୍ନା ଆଡେ ବୁଲିବା, ସବୁ ଇଏ କରିବା। ତ ଗାଇସ୍, ଆପଣ ମାନେ ବି ଆସନ୍ତୁ, ମାନେ ମସ୍ତ ଜାଗା ଅଛି ସେଠି। ଇଆଡେ ବର୍ଷା ବି ଉଠେଇଲାଣି, ପାଗ ବି ହେବି କରୁଛି। ତ ଲେଟ୍ସ ଗୋ, ଯିବା ଆହୁରି ଆଗକୁ ଅଲଗା ଅଲଗା ମନ୍ଦିର ଦେଖିବା। ତ ଏବେ ଆମେ ତାଙ୍କ ଉଦ୍ୟାନ ପଟେ ଆଇଛୁ, ମାନେ ଗଛ ଫଛ ଲଗା ହେଇଛି ଆରାମସେ, ପୁରା ଇଏ ଲଗା ହେଇଛି। ଥଣ୍ଡା ବି ଅଛି। ମାନେ କେତେ ସୁକୁନ ଲାଗୁଛି ନା, ବଢିଆ ଶାନ୍ତି ଯାହା ଅଛି ଗୋଟେ ଆସିଯାଉ। ଭାଇ କିଏ ଷ୍ଟ୍ରେସ ରେ ଅଛ, କିଏ ଅଛ ଭାଇ, ହନୁମାନ ଶାନ୍ତ ରାଉରକେଲାର ହେଇଯିବ ପୁରା। ହନୁମାନ ବାଟିକାକୁ ପଳେଇ ଆସନ୍ତୁ, ମସ୍ତ ରହିବ। ସେପଟଟା ପାଖରେ ଅଛି। ସେଟା କାମ କରୁଛନ୍ତି। ହଁ, ସେପଟେ କ୍ୱାର୍ଟର ଅଛି, ଏପଟେ ବି ମନ୍ଦିର ଅଛି। ସେପଟଟା କୋଉ ମନ୍ଦିର କି? ଏଇଟା କୋଉ ମନ୍ଦିର, ଜାଣିନି। ଯିବା ଯିବା ଆସ। ଭାଇ ଦେଖୁଥିବେ ଏଇଠି ସବୁ ରେଷ୍ଟ ନେଇଛନ୍ତି ଆଶ୍ରୟ ସ୍ଥଳୀରେ। ତ ଏବେ ତାକୁ ଲାଗି ଗୋଟେ ଫ୍ରଣ୍ଟ ରେ ମନ୍ଦିର ଅଛି। କୋଉ ମନ୍ଦିର ସାୟଦ ଲେଖା ହେଇନି, ଲେଖା ହେଇନି ଏଠି। ସାୟଦ ଏଟା କୋଉ ମନ୍ଦିର ଗୋଟେ ଥିବ, ଆମେ ଜାଣିନୁ। ବନ୍ଦ ବି ଅଛି ଏବେ, କିନ୍ତୁ ଦେଖିବାକୁ ଗଲେ ମାନେ ଭାଇ ପୁରା ଅଲଗା ଭାଇ। ବଢିଆ ଲାଗୁଛି, ତାର ଆର୍କିଟେକ୍ଚର ବଢିଆ ଅଛି। ତ ଆପଣ ମାନେ ବି ଆସନ୍ତୁ, ବୁଲିବେ। ସାୟଦ ଜଗନ୍ନାଥ ମନ୍ଦିର, କାହିଁକି ନା ଏଠି ଗରୁଡ ସ୍ତମ୍ଭ ଫ୍ରଣ୍ଟ ରେ ଅଛି। ତ ଇଏ ହଉଛି ଜଗନ୍ନାଥ ମନ୍ଦିର, ବନ୍ଦ ଅଛି ଏବେ, ଆମେ ଜାଣିପାରୁନଥିଲୁ। ତ ଏବେ ଯିବା ଆମେ ତାର ରାଇଟ ସାଇଡ ଗୋଟେ ଯଦି ଦେଇପାରିବ ନାଇଁ କି ଯଦି ଆପଣ ଯଦି କାହାର ଘରେ କିଛି ହେଇଗଲା, ଯେମିତି କାହାର ନୂଆ ବେବିଟେ ହେଲା, ହଁ ସେ ଆସିକି ଏଠି ଟଙ୍କା ପଇସା ଦେଇ ଦଉଛନ୍ତି, ହଁ ନେଇକି ତାଙ୍କ ନାଁରେ ଦେଇ ଦଉଛନ୍ତି ଆଉ। ଭାଇ ମାନେ ଅଲଗା ପ୍ରକାର ସିନ୍ ଅଛି ଏଠି, ଦେଖିପାରୁଥିବେ। ମାନେ ଗଛ ଏତିକି ଲଗା ହେଇଛି, ଜଣେ ମାନେ ଭାବିବେନି ମାନେ ଏମିତି ମାନେ ଶାନ୍ତି ଇଏର ଶୋଇ ପଡିବ। ଥଣ୍ଡା ଅଛି, ଏତିକି ଥଣ୍ଡା ଅଛି। ଜାଗା ବଢିଆ ଅଛି। ଏପଟଟା କୋଉ ମନ୍ଦିର? ଲକ୍ଷ୍ମୀ ମନ୍ଦିର, ହଁ, ମା ଲକ୍ଷ୍ମୀଙ୍କ ମନ୍ଦିର। ଇଏ ତା ସାଇଡ ରେ ଦେଖିପାରୁଥିବେ ଜଗନ୍ନାଥଙ୍କ ମନ୍ଦିର, ରାଇଟ ସାଇଡ ରେ ମା ଲକ୍ଷ୍ମୀଙ୍କ ମନ୍ଦିର ଅଛି। ସବୁ ଆଜ୍ଞା ବନ୍ଦ ଅଛି, କାହିଁକି ନା ଟାଇମ ହେଲାଣି। ଆମେ ଆସିଛୁ 2ଟା ପାଖାପାଖିରେ, ଆମେ ଆସିଛୁ 2ଟା ପାଖାପାଖି, 2ଟା ବାଜିଯିବ। ସକାଳୁ ଆସିଥାନ୍ତେ ହେଲେ ସକାଳୁ ସବୁ ଖୋଲା ଆସିଥାନ୍ତେ, ଥାନ୍ତା। ଆମର ମାନେ ଦେଖା ହେଇଥାନ୍ତା, ଦର୍ଶନ ହେଇଥାନ୍ତା, ସରି। ତ ସମସ୍ତଙ୍କୁ ଏପଟେ ଅଛି, ଏଇଟା ହେଲା କାଳୀଙ୍କ ମନ୍ଦିର, କାଳୀ ମନ୍ଦିରଟା। ହଁ, ତ ଇଏ ଥାଏ ଶିବ ମନ୍ଦିର ଗୋଟେ। ଆଜ୍ଞା ଏଇ ଭିତରେ ଆଜ୍ଞା ବହୁତ ମନ୍ଦିର ହଁ, ଅଛି। ଏଇଟା ଶିବ ମନ୍ଦିର। ମାନେ ଆପଣ ଯଦି ଆସିବେ ଏଇ ମା ଜାଗାକୁ, ବିମଳା ମନ୍ଦିର, ଶିବ ମନ୍ଦିର ନୁହଁ, ଇଏ ମା ହଉଛି ବିମଳାଙ୍କ ମନ୍ଦିର। ମା ବିମଳାଙ୍କ ମନ୍ଦିର। ଏଠି ପୁରୁଣା ଅଛି ଆଉ। ଏଗୁলো ଅଲ୍। ଆପଣ ମାନେ ବି ଯଦି ଆସିବେ ଏଇ ଭିତରକୁ, ତ ମାନେ ଭାଇ ଗୋଟେ ଜାଗାକୁ ଆସିବେ, ସବୁ ଠାକୁରଙ୍କ ଦର୍ଶନ ହେଇଯିବ। ସବୁ ଏ ଠୁ ଜେଡ୍ ଠାକୁରଙ୍କ ମାନେ ଆପଣ ଏଠି ମନ୍ଦିର ପାଇଯିବେ, ସବୁ ପ୍ରକାର। ସେପଟେ ଶିବ ମନ୍ଦିର ଅଛି, ଇଏ ବି ସାୟଦ ଶିବ ମନ୍ଦିର। ହଁ, ଶିବ ମନ୍ଦିର ଏଇଠି। ତ ଏତିକି ଥ୍ୟାଙ୍କ ୟୁ ଜଣେଇବି, ଛୋଟ ଭାଇ ଆଜି ମୋ ସହିତ ଅଛନ୍ତି, ମୋ ସହିତ ବୁଲିବାରେ ସାଥ ଦଉଛନ୍ତି, ଖୁସି ଲାଗୁଛି ଗୋଟେ। ଯାହା ହଉ ମୁଁ ଆସିଲେ ମୁଁ ଏଠି ଏକୁଟିଆ ହେଇଯାଉଛି। ମାଙ୍କ ମନ୍ଦିର ଅଛି। ତା ଭିତରେ ବି ଗୋଟେ ମାନେ ପାଇଯିବେ ମା ସନ୍ତୋଷୀଙ୍କ ମନ୍ଦିର। ଭାଇ ଅଲଗା ପ୍ରକାର ଆର୍କିଟେକ୍ଚର, ମାନେ ଯୋଉ ବନେଇଛନ୍ତି, ମାନେ ଅଲଗା ପ୍ରକାର। ଦେଖିପାରୁଥିବେ ମା ସେଇଠି ଅଛନ୍ତି। ମନ୍ଦିର ଅଛି ଏପଟେ, କାଳୀ ମନ୍ଦିର। ଏଇଟା କାଳୀ ମନ୍ଦିର ନା ନବରାତ୍ରି ପୂଜାର, ନବରାତ୍ରିରେ ଯୋଉ ପୂଜା ହୁଏ ସାର୍, ସେଇଟା ଏପଟେ ମନ୍ଦିର ଅଛି। ଆଉ ନବରାତ୍ରି କେମିତି? ନବରାତ୍ରି ମାନେ ଏଇ ସବୁ ଆଜ୍ଞା ନିୟମ ଅଛି, କୋଉ ଦିନ କୋଉଟା ଖୋଲିବ, କୋଉ ଦିନ କୋଉଟା ଖୋଲିବନି। ଭାଇ ଚାଲ ଆହୁରି visit ଆଗରେ ଅଛି କରିବା। ଆହୁରି। ଇଏ ହଉଛି ମା ସମଲେଶ୍ୱରୀଙ୍କ ମନ୍ଦିର। ଭାଇ ଏ ମନ୍ଦିର ବି ବନ୍ଦ ଅଛି, କଣ? ମା ସମଲେଶ୍ୱରୀଙ୍କ ମନ୍ଦିର ସାଇଡ ରେ ଆଉ ଗୋଟେ ଶିବ ମନ୍ଦିର ଅଛି। ମନ୍ଦିରର ଗୁମ୍ଫା ଏଇଠି ସବୁ, ମାନେ ଏଇଠୁ ମାନେ ସବୁ ମନ୍ଦିର। ଭାଇ ଏତେ ସୁନ୍ଦର ଲାଗୁଛି, ଏତେ ସୁନ୍ଦର ଲାଗୁଛି କୁହନ୍ତୁନି। ଓ ହେଇ ସବୁ ଲୋକ ଆସିକି ଏଠି ରେଷ୍ଟ ନେଇଛନ୍ତି, ସବୁ ଇଏ କରୁଛନ୍ତି, ସେଠି ବି ରେଷ୍ଟ ନେବା ହେଲେ କେହି କିଛି କହିବେନି। କେହି କିଛି କହିବେନି। ଯୋଉ ବାହାରିକି ସବୁ ଜାଗା ଖାଲି ଫୋନ ଦେଖୁଛି କେତେ, ଆଉ କେହି କିଛି କହିବେନି। କେହି କିଛି କହିବେନି। ଗାଇସ୍ ଫାଇନାଲି ଆମ ବୁଲାବୁଲି ସରିଗଲା। ଏବେ ଆମେ ଯାଇକି ଟିକେ ରେଷ୍ଟ ନେଇଥିଲୁ ଜଗନ୍ନାଥ ମନ୍ଦିରରେ, ତାପରେ ଏବେ ବାହାରିବୁ, ଆମେ ଯିବୁ ଦେଖିବା କଣ ହଉଛି ଆଗକୁ ଯିବୁ। ଠିକ ଅଛି, ରହିଲା।
ଆଉ କେବେ ଆସିଲେ ଦେଖା ହବା। ଗାଇସ୍ ଚାଲନ୍ତୁ ଯିବା ଆଗକୁ। ଏବେ ଆମେ ବାହାରକୁ ଯାଉଛୁ, ସବୁ ମାନେ ବୁଲାବୁଲି ସରିଗଲା ସମସ୍ତେ। ତ ଇଏ ହଉଛି ଆମେ ଏବେ ବାହାରିଲୁ ଜଷ୍ଟ ମନ୍ଦିରରୁ। ଇଏ ହଉଛି ମା ବାଟ ମଙ୍ଗଳା ମନ୍ଦିର, ଯୋଉଟା କି ମାନେ ହନୁମାନ ବାଟିକାରୁ ଏଣ୍ଟ୍ରି କଲା ବେଳେ ଫାଷ୍ଟ ହିଁ ଲେଫ୍ଟ ସାଇଡ୍ ପଡ଼ିବ, ଆପଣ ଦେଖିପାରିବେ ଇଏ ଅଛନ୍ତି। ସୋ ଫାଇନାଲି ଆମ ବୁଲାବୁଲି ସରିଗଲା, ଭାଇ ସହିତ ବୁଲିକି ଭଲ ଲାଗିଲା। ବର୍ଷା ହେଲାଣି ହଁ। ତ ଲେଟ୍ସ ଗो ଗାଇସ୍, ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ ସେୟାର କମେଣ୍ଟ କରିବେ, ସବସ୍କ୍ରାଇବ କରିବାକୁ ଭୁଲିବେନି। ଠିକ ଅଛି, ଆଉ ମୋ ଚ୍ୟାନେଲରେ ଏଇ ଟାଇପର ଟ୍ରାଭେଲିଂ ଟାଇପର ହିଁ ଭିଡ଼ିଓ ଆସିବ ଏବେ। ହଁ ହେଇଯିବ, ମୁଁ ଏବେ ରାଉରକେଲା କଭର କରିବି। ତ ଚାଲନ୍ତୁ, ରହିଲି, ଜୟ ଜଗନ୍ନାଥ।